ଆଜିର ତାରିଖ ହେଉଛି 6 ଜୁନ୍ 2026। ଆମର ଏହି ଗଭୀର ଆଲୋଚନାକୁ ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ ଅନେକ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା, ଯାହାକି ଡିଜିଟାଲ ପ୍ଲାଟଫର୍ମଗୁଡ଼ିକରେ ବହୁତ ଟ୍ରେଣ୍ଡ କରୁଛି। ଓଡ଼ିଶାରେ ଲାଗି ରହିଥିବା ପ୍ରଚଣ୍ଡ ଖରାଠାରୁ ଆରମ୍ଭ କରି ସରକାରୀ ଯୋଜନା ଆଉ ତା ସହିତ ଜାତୀୟ ସ୍ତରରେ ଚାଲିଥିବା ନିଟ୍ ବିବାଦ। ହଁ, ବିଲକୁଲ। ଆଉ ଆମର ମୂଳ ଉଦ୍ଦେଶ୍ୟ ହେଉଛି କୌଣସି ପକ୍ଷ ନ ନେଇ ଏହିସବୁ ଘଟଣାର ପ୍ରକୃତ ଚିତ୍ର ବୁଝିବା। ବିଭିନ୍ନ ସୋସିଆଲ ମିଡିଆ ଏବଂ ଇଣ୍ଟରନେଟ୍ରେ ଲୋକେ କ'ଣ ଖୋଜୁଛନ୍ତି ତାହାର ଏକ ସ୍ପଷ୍ଟ ବିଶ୍ଳେଷଣ ଆମେ କରିବା। ଠିକ୍ କହିଲେ। ଆଚ୍ଛା, ପ୍ରଥମେ ଖରା କଥା ହେଇ ଉଠେଇବା। ଆକାଶରୁ ଯେମିତି ନିଆଁ ବର୍ଷୁଛି। ତାପମାତ୍ରା ପ୍ରାୟ 91ରୁ 105 ଡିଗ୍ରୀ ଫାରେନହାଇଟ୍ ଭିତରେ ରହୁଛି। ସତରେ ଅବସ୍ଥା ବହୁତ ସାଂଘାତିକ। ସରକାରୀ ଭାବେ 3 ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ବି ସ୍ପଷ୍ଟ କରାଗଲାଣି। ଆଉ ଏହି ଉତ୍କଟ ଜଳସଙ୍କଟ ଭିତରେ ଖୋର୍ଦ୍ଧାର ରୋହିତ ବେହେରା ନାମକ ଜଣେ ବ୍ୟବସାୟୀ କଚରା ଗାଁର ଲୋକଙ୍କୁ ନିଜ ଟ୍ରାକ୍ଟରରେ ମାଗଣା ପାଣି ବାଣ୍ଟୁଛନ୍ତି। ଏହାକୁ କ'ଣ ଆମେ ପ୍ରକୃତ ବର୍ଷା ଆସିବା ପୂର୍ବରୁ ଏକ ସ୍ଥାନୀୟ ମୌସୁମୀ ବୋଲି କହିପାରିବା ନାହିଁ? ହଁ, ନିଶ୍ଚିତ ଭାବରେ ଏହା ଏକ ଚମତ୍କାର ଉଦାହରଣ। ଦେଖନ୍ତୁ, ମୌସୁମୀ କେରଳ ଛୁଇଁ ସାରିଛି ଏବଂ ଖୁବ୍ ଶୀଘ୍ର ଓଡ଼ିଶା ବି ଆସିବ। କିନ୍ତୁ ତା ପୂର୍ବରୁ ଯେତେବେଳେ ବ୍ୟବସ୍ଥା ବିଫଳ ହୁଏ, ସାଧାରଣ ମଣିଷ ହିଁ ଆଗକୁ ଆସେ। ଏକଦମ ଠିକ୍। ରୋହିତଙ୍କ ଭଳି ବ୍ୟକ୍ତିଗତ ପ୍ରୟାସ ହିଁ ପ୍ରକୃତରେ ଲୋକଙ୍କ ପାଇଁ ତୁରନ୍ତ ଜୀବନ ରକ୍ଷକ ସାଜିଥାଏ। ଆଉ ଏ ସରକାରୀ ବ୍ୟବସ୍ଥାର କଥା ଯଦି ଉଠିଲା, ତେବେ ରାଜ୍ୟରେ ଏବେ ଯୋଜନାଗୁଡ଼ିକରେ କିଛି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଯେମିତିକି କାଳିଆ ଯୋଜନା ଏବେ ପିଏମ୍ କିଷାନ ନାମରେ ନାମିତ ହୋଇଛି। ହଁ, ଆଉ ମହିଳାମାନଙ୍କ ପାଇଁ ଇଣ୍ଟରନେଟ୍ରେ ଏବେ ସୁଭଦ୍ରା ଯୋଜନା 26 ବହୁତ ଟ୍ରେଣ୍ଡ କରୁଛି। ଏଥିରେ 5 ବର୍ଷ ଭିତରେ 50,000 ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ପଠାଯିବାର ଲକ୍ଷ୍ୟ ଅଛି। ଆଚ୍ଛା, ଡିବିଟି ବା ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଶୁଣିବାକୁ ତ ବହୁତ ଭଲ ଲାଗୁଛି ଯେ ମଧ୍ୟସ୍ଥିମାନେ ଆଉ ଲାଭ ଉଠାଇ ପାରିବେ ନାହିଁ। କିନ୍ତୁ ଅନ୍ୟପଟେ ଦେଖନ୍ତୁ, ଜଣେ ଆଇଟିଡିଏ ଇଞ୍ଜିନିୟରଙ୍କ ଘରୁ ଭିଜିଲାନ୍ସ 2 କୋଟି ନଗଦ ଟଙ୍କା ଜବତ କରିଛି। ଏହା କିପରି ସମ୍ଭବ? ଏଇଟା ଗୋଟେ ବହୁତ ବଡ଼ ପ୍ରଶ୍ନ। ଡିବିଟି ପ୍ରକ୍ରିୟା ତଳ ସ୍ତରରେ ଥିବା ଛୋଟ ଦୁର୍ନୀତିକୁ ରୋକିବାରେ ସଫଳ ହୋଇପାରେ, କିନ୍ତୁ ଆଇଟିଡିଏ ଇଞ୍ଜିନିୟରଙ୍କ କ୍ଷେତ୍ରରେ ଯାହା ହେଲା ତାହା ବଡ଼ ବଡ଼ ପ୍ରକଳ୍ପ ଏବଂ ଟେଣ୍ଡର ସ୍ତରର ଦୁର୍ନୀତି। ସେଠି ଡିବିଟି କାମ କରିବ ନାହିଁ। ବ୍ୟବସ୍ଥାର ଉପର ସ୍ତରରେ ଗଳଦ ରହିଯାଉଛି। ଆଉ ବୋଧହୁଏ ଏହି ବ୍ୟବସ୍ଥାଗତ ତ୍ରୁଟି ଯୋଗୁଁ ହିଁ ସାରା ଦେଶରେ ଏବେ ଅସନ୍ତୋଷ ଦେଖାଦେଇଛି। ବିଶେଷ କରି ଡିଜିଟାଲ ସ୍ପେସ୍ରେ ଏବେ ନିଟ୍ ପରୀକ୍ଷା ବିବାଦ ନିଆଁ ଭଳି ବ୍ୟାପିଛି। ହଁ, ଏନ୍ଟିଏ ପକ୍ଷରୁ ପ୍ରଶ୍ନପତ୍ର ଲିକ୍ ଖବରକୁ ସମ୍ପୂର୍ଣ୍ଣ ଗୁଜବ ବୋଲି ଘୋଷଣା କରାଯାଇଛି ସତ, କିନ୍ତୁ ଛାତ୍ରମାନେ ମାନିବାକୁ ନାରାଜ। ଯନ୍ତ୍ରମନ୍ତ୍ରଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କର ଇସ୍ତଫା ଦାବି କରି ଜୋରଦାର ପ୍ରତିବାଦ ଚାଲିଛି। ଆଉ ଏହି ଆନ୍ଦୋଳନକୁ ସୋନମ ୱାଙ୍ଗଚୁକ୍ ଓ ପ୍ରକାଶ ରାଜଙ୍କ ଭଳି ବ୍ୟକ୍ତିବିଶେଷ ବି ସମର୍ଥନ ଦେଉଛନ୍ତି। କିନ୍ତୁ ସବୁଠୁ ମଜାଦାର କଥା ହେଉଛି, ଇଣ୍ଟରନେଟ୍ର ଟ୍ରେଣ୍ଡ କରୁଥିବା ସେହି ନାମ କକରୋଚ ଜନତା ପାର୍ଟି ବା ସିଜେପି। ଏତେ ଗମ୍ଭୀର ପ୍ରସଙ୍ଗରେ ଏମିତି ଏକ ବ୍ୟଙ୍ଗାତ୍ମକ ନାମ କାହିଁକି? କାରଣ ଆଜିକାଲିର ସୋଶାଲ ମିଡିଆ ଆଲଗୋରିଦମ୍ ଭାରି ନିଆରା। ଏକ ଗମ୍ଭୀର ପ୍ରସଙ୍ଗକୁ ଲମ୍ବା ସମୟ ଧରି ଲୋକଙ୍କ ନଜରରେ ରଖିବାକୁ ହେଲେ ଏମିତି କିଛି ଅଦ୍ଭୁତ ନାମ ଦରକାର। କକରୋଚ ଶବ୍ଦଟି ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି, ଆଉ ଏହା ଦର୍ଶାଉଛି ଯେ ଯେମିତି କକରୋଚ ସବୁ ପରିସ୍ଥିତିରେ ବଞ୍ଚିଯାଏ, ଏଇ ଛାତ୍ରମାନଙ୍କର ସ୍ୱରକୁ ବି ସହଜରେ ଦବାଇ ହେବ ନାହିଁ। ବାଃ, କି ସୁନ୍ଦର ରଣନୀତି! କିନ୍ତୁ ଇଣ୍ଟରନେଟ୍ କେବଳ ରାଗ ଅଭିମାନର ଜାଗା ନୁହେଁ। ଅନଲାଇନରେ ଏବେ ଖେଳ ଏବଂ ମନୋରଞ୍ଜନ ବି ବେଶ୍ ଟ୍ରେଣ୍ଡ କରୁଛି। ହଁ, ଠିକ୍ କହିଲେ। ନୋରା ଫତେହିଙ୍କ ଫିଫା 2026 ଆନ୍ଥେମ୍ ସିର୍ ସିର୍ ଖୁବ୍ ଭାଇରାଲ ହେଉଛି। ଆଉ ତା ସହିତ ଭାରତୀୟ ଅନୂର୍ଦ୍ଧ୍ୱ-18 ହକି ଦଳର ଏସିଆ କପ୍ ବିଜୟ ତଥା ଆମ ନିଜ ଓଡ଼ିଆ ଆଥଲିଟ୍ ଶ୍ରାବଣୀ ନନ୍ଦନଙ୍କ ସ୍ୱର୍ଣ୍ଣପଦକ ଖବର ମଧ୍ୟ ସମସ୍ତଙ୍କୁ ଗର୍ବିତ କରୁଛି। ଏହା ପ୍ରମାଣ କରୁଛି ଯେ ଏତେ ସବୁ ସମସ୍ୟା ଭିତରେ ବି ଦେଶର ଯୁବପିଢ଼ି ପ୍ରେରଣା ଖୋଜି ପାରୁଛନ୍ତି। ଖେଳ ଏବଂ ସଙ୍ଗୀତ ସେମାନଙ୍କୁ ଆଗକୁ ବଢ଼ିବାକୁ ଶକ୍ତି ଦେଉଛି। ସତ କହିଲେ। ଆଜିର ଏହି ଆଲୋଚନାରୁ ଗୋଟିଏ କଥା ସ୍ପଷ୍ଟ ହେଉଛି, ଖୋର୍ଦ୍ଧାର ଜଣେ ସାଧାରଣ ବ୍ୟକ୍ତି ନିଜ ପ୍ରଚେଷ୍ଟାରେ ଗାଁର ଜଳସଙ୍କଟ ଦୂର କରୁଛନ୍ତି, ଆଉ ଅନ୍ୟପଟେ ଛାତ୍ରଗୋଷ୍ଠୀ ଏକାଠି ହୋଇ ଜାତୀୟ ସ୍ତରରେ ବ୍ୟବସ୍ଥାକୁ ପ୍ରଶ୍ନ କରୁଛନ୍ତି। ବିଲକୁଲ। ଏହା ହିଁ ଗଣତନ୍ତ୍ରର ପ୍ରକୃତ ସୌନ୍ଦର୍ଯ୍ୟ। ଯେତେବେଳେ ବଡ଼ ବ୍ୟବସ୍ଥା ବିଫଳ ହୁଏ, ସାଧାରଣ ଲୋକଙ୍କର ଛୋଟ ଛୋଟ ପ୍ରୟାସ ହିଁ ବଡ଼ ପରିବର୍ତ୍ତନ ଆଣିଥାଏ। ଆଉ ଏହା ହିଁ ଆଜିର ଚିନ୍ତାଧାରା। ଯଦି ଗୋଟିଏ ସାଧାରଣ ସ୍ୱର ଏତେ ଶକ୍ତିଶାଳୀ ହୋଇପାରେ, ତେବେ ନିଜ ଆଖପାଖର ଛୋଟ ପ୍ରୟାସଗୁଡ଼ିକୁ ଆମେ କେବେ ବି କମ୍ ଭାବିବା ଉଚିତ ନୁହେଁ।
ଏହି ବିଷୟରେ ନିଶ୍ଚୟ ଚିନ୍ତା କରନ୍ତୁ। ପରବର୍ତ୍ତୀ ଆଲୋଚନାରେ ପୁଣି ଭେଟ ହେବା। ଜୟ ଜଗନ୍ନାଥ।